ବାସ୍ତୁ ଅନୁସାରେ ଘରେ କ'ଣ କରିବେ କ'ଣ ନାହିଁ ଆସନ୍ତୁ ଜାଣିବା। ନମ୍ବର 1ରେ କିଚେନ୍ରେ କେବେ ବି ଲୁଣ ସରିବାକୁ ଦିଅନ୍ତୁ ନାହିଁ। ଅଧେ ଥାଉ ଥାଉ ଲୁଣ ଆଣନ୍ତୁ, ଏହା ନଚେତ୍ ଅଶୁଭ ହୋଇଥାଏ। ନମ୍ବର 2, ତିଜୋରିରେ ଭୁଲ କରି ବି ପରଫ୍ୟୁମ୍ ରଖନ୍ତୁ ନାହିଁ। ଏହା ଭଲ ନୁହଁ କି ଶୁଭ ଲକ୍ଷଣ ବି ନୁହଁ। ନମ୍ବର 3ରେ ଅଛି ଘର ଭିତରେ ନକଲି ଫୁଲ, ନକଲି ଗଛ କିମ୍ବା ନକଲି ଜିନିଷ ରଖନ୍ତୁ ନାହିଁ। ଏହା ବାସ୍ତୁ ଅନୁସାରେ ଅଶୁଭ ହୋଇଥାଏ। ନମ୍ବର 4, ବର୍ଷକୁ 2 ଥର ଘରେ ପୂଜା କିମ୍ବା ହୋମ ନିଶ୍ଚିତ କରନ୍ତୁ। ଏହା କରିବା ଦ୍ୱାରା ଘର ଶାନ୍ତି, ଗୃହ ଶାନ୍ତି ଏବଂ ପୂର୍ବପୁରୁଷ ଶାନ୍ତି ହୋଇଥାନ୍ତି। ନମ୍ବର 5, ରୋଷେଇ ଘରେ କେବେ ବି ଅଇଁଠା ବାସନ ରଖନ୍ତୁ ନାହିଁ। ବାସନକୁ ରାତିରେ ହିଁ ସଫା କରନ୍ତୁ। ନମ୍ବର 6, ଘରେ ସବୁଦିନ ସଫା କରୁଛନ୍ତି ତ ପାଣିରେ ଟିକେ ହଳଦୀ ମିଶାଇ ସଫା କରନ୍ତୁ। ନମ୍ବର 7, ଦକ୍ଷିଣ ପଶ୍ଚିମ ଦିଗରେ ଶୋଇବା ଘର କରନ୍ତୁ। ଏହା ସମ୍ପର୍କକୁ ଯୋଡ଼ିଥାଏ ଓ ସବୁବେଳେ ପରିବାର ହସ ଖୁସିରେ ରହିଥାଏ। ନମ୍ବର 8, ଶୋଇବା ଘରେ ଗୋଲାପୀ ରଙ୍ଗ କିମ୍ବା ହାଲକା ଲାଲ ରଙ୍ଗ ବ୍ୟବହାର କରନ୍ତୁ। ଏହା ପ୍ରେମ ଓ ଆକର୍ଷଣ ବଢ଼ାଇଥାଏ, ଯାହାଦ୍ୱାରା ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ଭଲରେ ରହିଥାଏ। ନମ୍ବର 9, ଯୋଡ଼ାରେ ଜିନିଷ ରଖନ୍ତୁ, ଯେମିତି 2 ତକିଆ କିମ୍ବା 2 ଦାମ୍ପତ୍ୟଙ୍କ ଫଟୋ। ଏଥିରେ ଦୁହିଁଙ୍କ ସମାନ ପ୍ରେମ ହୋଇଥାଏ ଏବଂ ଦୁହିଁଙ୍କର ସମ୍ପର୍କ ସବୁଦିନ ରହିଥାଏ। ନମ୍ବର 10, ଭାଙ୍ଗି ରୁଚି ଯାଇଥିବା ଜିନିଷ, ଖରାପ ଘଡ଼ି, ଖରାପ ଫଟୋ କିମ୍ବା ଭାଙ୍ଗି ଯାଇଥିବା ଦର୍ପଣ ଘରେ ରଖନ୍ତୁ ନାହିଁ। ଏହା ସମ୍ପର୍କରେ ବାଧା ଦେଇଥାଏ। ନମ୍ବର 11, ଯେଉଁ ଘରେ ତୁଳସୀ ଗଛ ଦକ୍ଷିଣ ଦିଗକୁ ଥାଏ, ସେହି ଘରେ ସନ୍ତାନ କଷ୍ଟ ପାଇଥାନ୍ତି। ଏମିତିକି କିଛି ରୋଗର ମଧ୍ୟ ପଡ଼ିବାର କାରଣ ହୋଇପାରନ୍ତି। ନମ୍ବର 10, କାହାର କପଡ଼ା ଓ ଅତର ଭୁଲରେ କରି ବି ବ୍ୟବହାର କରନ୍ତୁ ନାହିଁ। ଏହା କରିବା ଦ୍ୱାରା ଖରାପ ସମୟ ଆସିବାକୁ ଡେରି ଲାଗେ ନାହିଁ। କେବଳ ନିଜର ହିଁ ବ୍ୟବହାର କରନ୍ତୁ। ଅନ୍ୟର ବ୍ୟବହାର କରିବା ଦ୍ୱାରା ନିଜର ବାସ୍ତୁ ଦୋଷ ଖରାପ ହୋଇଥାଏ। ଘରର ଉତ୍ତର ଦିଗକୁ 7 ଘୋଡ଼ାର ଫଟୋ ଲଗାଇବା ଦ୍ୱାରା ଉନ୍ନତି ହୋଇଥାଏ। ଯଦି ଫଟୋ ଧଳା ଘୋଡ଼ାର ହୋଇଥାଏ ତାହେଲେ ଆହୁରି ଉତ୍ତମ ହୋଇଥାଏ। ଘରର ମୁଖ୍ୟ ଦ୍ୱାରକୁ ସୁନ୍ଦର କରି ସଜାଇ ରଖିଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଆଗମନ ହୋଇଥାନ୍ତି। ମନ୍ଦିରରୁ ହନୁମାନଙ୍କ ଚରଣ ତଳେ ଯେଉଁ ସିନ୍ଦୁର ଲଗାଇଥାନ୍ତି, ସେହି ସିନ୍ଦୁରକୁ ଆଣିକି ମୁଖ୍ୟ ଦ୍ୱାରରେ ଲଗାନ୍ତୁ। ଏହା କରିବା ଦ୍ୱାରା ସମୃଦ୍ଧି ଆସିଥାଏ ଓ ସବୁବେଳେ କିଛି ନା କିଛି କରିବା ପାଇଁ ସାହସ ମିଳିଥାଏ ଏବଂ ଭୂତ ପ୍ରେତ ଦୂର ହୋଇଥାନ୍ତି। ପୂଜା ଘରେ ଶୁଦ୍ଧ ପାଇଁ ଘିଅର ଦୀପ ଜାଳିବା ଦ୍ୱାରା ଘରର କ୍ଲେଶ ଓ କଳହ ଦୂର ହୋଇଥାଏ। ଶୋଇବା ଘରେ ଏହି ଭୁଲ କରନ୍ତୁ ନାହିଁ। ଆସନ୍ତୁ ଜାଣିବା ସେଇଟା କି ଭୁଲ। ନମ୍ବର 1, ଶୋଇବା ଘରେ ଧାର୍ମିକ ଫଟୋ ଲଗାନ୍ତୁ ନାହିଁ। ନମ୍ବର 2, ଶୋଇବା ଖଟ ତଳେ ଫାଲତୁ ଜିନିଷ ରଖନ୍ତୁ ନାହିଁ, ଯେମିତିକି ଫର୍ଣ୍ଣିଚର, ଚେୟାର, ଟେବୁଲ, ଯେମିତିକି ବ୍ୟବହାର ନ ହେଉଥିବା ଜିନିଷ। ନମ୍ବର 3, ଶୋଇବା ଘରେ ଜୋତା ଚପଲ ରଖନ୍ତୁ ନାହିଁ, କାହିଁକି ନା ଏହା ରଖିବା ଦ୍ୱାରା ମା ଲକ୍ଷ୍ମୀ କ୍ରୋଧ ହୋଇଥାନ୍ତି। ନମ୍ବର 4,
ପକ୍ଷୀ କିମ୍ବା ଜଙ୍ଗଲୀ ପଶୁ ଫଟୋ ଲଗାନ୍ତୁ ନାହିଁ, କାହିଁକି ନା ଘରେ ଯେତେ ସୁନ୍ଦର ଭଲ ଫଟୋ ଲଗାଇବେ ସେତେ ହିଁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ନମ୍ବର 5, ଶୋଇବା ଘରେ କଳା ଗଡ଼ା ରଙ୍ଗର ଚାଦର ରଖନ୍ତୁ ନାହିଁ। ଏହା ରଖିବା ଦ୍ୱାରା ବାସ୍ତୁଦୋଷ ଖରାପ ହୋଇପାରେ। ନମ୍ବର 6, କବାଟ ସାମ୍ନାରେ ଖଟ ଲଗାନ୍ତୁ ନାହିଁ। ଯଦି ଲଗାଉଛନ୍ତି ଟିକେ ଦୂରରେ ଛାଡ଼ିକରି ଲଗାନ୍ତୁ। ନମ୍ବର 7, ଶୋଇବା ଘରେ ଭାଙ୍ଗି ଯାଇଥିବା ଚେୟାର କି ଟେବୁଲ ରଖନ୍ତୁ ନାହିଁ। ନମ୍ବର 8, ଶୋଇବା ଘରେ କଣ୍ଟା ଗଛ ରଖନ୍ତୁ ନାହିଁ। ଯଦି ରଖୁଛନ୍ତି ତାହେଲେ ଫୁଲ କିମ୍ବା କୌଣସି ଜିନିଷ ରଖନ୍ତୁ। 1, ବାସ୍ତୁଶାସ୍ତ୍ର ଅନୁସାରେ ବ୍ୟକ୍ତିକୁ ଦକ୍ଷିଣ ଦିଗ କିମ୍ବା ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ। ଉତ୍ତର କିମ୍ବା ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ ନୁହେଁ। ବାସ୍ତୁ ଅନୁସାରେ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ବହୁତ ଶୁଭ ହୋଇଥାଏ। ଏହାଦ୍ୱାରା ବାସ୍ତୁ ଦୋଷ ମଧ୍ୟ ଭଲ ହୋଇଥାଏ। ଦକ୍ଷିଣ ଦିଗକୁ ମୁଣ୍ଡ ରଖି ଶୋଇଲେ ସ୍ୱାସ୍ଥ୍ୟ ଚିନ୍ତାରୁ ମୁକ୍ତି ମିଳିଥାଏ। ଚେଷ୍ଟା କରନ୍ତୁ ସେହି ଦିଗକୁ ଶୋଇବା ପାଇଁ। ପୂର୍ବ ଦିଗକୁ ମୁଣ୍ଡ କରି ଶୋଇଲେ ଜ୍ଞାନ ବଢ଼ିଥାଏ। ଛୁଆଙ୍କ ଶୋଇବା ଦିଗ ସେଇପଟେ କରନ୍ତୁ, ନିଶ୍ଚୟ